ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ଆପଣମାନଙ୍କୁ ସ୍ୱାଗତ। ଜାଣିଛନ୍ତି, ବ୍ରହ୍ମାଣ୍ଡର ଅସୀମ ଗଭୀରତାକୁ ଆମର ଏହି ଯାତ୍ରା କେବଳ ସଫଳତା କିମ୍ବା ନିଖୁଣତା ବଳରେ ହାସଲ ହୋଇନାହିଁ, ବରଂ ଏହି ଯାତ୍ରାର ଅସଲ ନାୟକ ହେଉଛି ଆମର ନିରନ୍ତର ଅଧ୍ୟବସାୟ, ହାର ନ ମାନିବାର ଜିଦ୍ ଏବଂ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢ଼ିବାର ମନୋଭାବ। ଆଜି ଆମେ ଦେଖିବା କିପରି ମହାକାଶର ଶୂନ୍ୟତାରେ ଆମର ସବୁଠାରୁ ବଡ଼ ଦୁର୍ବଳତାଗୁଡ଼ିକ ହିଁ ଆମର ସବୁଠାରୁ ବଡ଼ ଶକ୍ତିରେ ପରିଣତ ହୋଇଛି। ଆପଣମାନେ ନିଶ୍ଚୟ ପିଲର୍ସ ଅଫ୍ କ୍ରିଏସନର ଏହି ବିଶାଳ ଏବଂ ଚମତ୍କାର ମହାଜାଗତିକ ଦୃଶ୍ୟକୁ ଦେଖିଥିବେ। କେତେ ସୁନ୍ଦର ଏବଂ ଶାନ୍ତ ଲାଗୁଛି ନା? କିନ୍ତୁ ଆଜିର ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ଏହିଭଳି ନିଖୁଣ ଏବଂ ସ୍ପଷ୍ଟ ଦୃଶ୍ୟ ପାଇବା ପଛରେ ବହୁତ ବଡ଼ ମାନବୀୟ ପ୍ରଚେଷ୍ଟା, କଠୋର ଦୃଢ଼ତା ଏବଂ ସାଂଘାତିକ ଭୁଲଗୁଡ଼ିକୁ ସୁଧାରିବାର କ୍ଷମତା ଲୁଚି ରହିଛି। ବିଶ୍ୱାସ କରନ୍ତୁ, ଏତେ ସହଜରେ ଏହି ମହାଜାଗତିକ ସୌନ୍ଦର୍ଯ୍ୟ ଆମକୁ ମିଳିନାହିଁ। ଆଚ୍ଛା, ଆସନ୍ତୁ ଏହା ଉପରେ ଟିକେ ଗଭୀର ଆଲୋଚନା କରିବା। ଆଜି ଆମେ ଏହି 5ଟି ମୁଖ୍ୟ ବିଷୟ ଉପରେ ଧ୍ୟାନ ଦେବା। ଅଧ୍ୟବସାୟର ଶକ୍ତି, ଆପୋଲୋ 13ର ସଂଘର୍ଷ, ହବଲ୍ ଟେଲିସ୍କୋପର ମରାମତି, ଆପୋଲୋ 15ର ବିବାଦ ଆଉ ଶେଷରେ ଆକାଶରେ ଏକତା। ଏହି ରୋଡମ୍ୟାପ୍ ଆମକୁ ବିପର୍ଯ୍ୟୟରୁ ନେଇ ମହାକାଶରେ ମାନବୀୟ ଏକତା ପର୍ଯ୍ୟନ୍ତ ଏକ ଅତ୍ୟନ୍ତ ରୋମାଞ୍ଚକର ଯାତ୍ରାରେ ନେଇଯିବ। ତେବେ ଆମର ପ୍ରଥମ ବିଭାଗ ଆଡ଼କୁ ବଢ଼ିବା, ଅଧ୍ୟବସାୟର ଶକ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆମେ ଯେଉଁ ଐତିହାସିକ ବିଜୟ ଦେଖିବାକୁ ପାଉ, ତାହା ପ୍ରାୟତଃ ଏକ ଭୟଙ୍କର ବିପର୍ଯ୍ୟୟର ଠିକ୍ କିଛି କ୍ଷଣ ପୂର୍ବରୁ ହିଁ ଉଦ୍ଧାର କରାଯାଇଥିବା ସଫଳତା। ନ୍ୟାସନାଲ ସ୍ପେସ୍ ସୋସାଇଟିର ପତ୍ରିକା ଆଡ୍ ଆଷ୍ଟ୍ରାର ସମ୍ପାଦକ ରଡ୍ ପାଇଲ୍ ତାଙ୍କ ଲେଖାରେ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି ଯେ ମହାକାଶରେ ସଫଳତା ପାଇଁ କେବଳ ବୈଷୟିକ ଜ୍ଞାନ ଯଥେଷ୍ଟ ନୁହେଁ, ଯେ କୌଣସି ମହାକାଶ ଯାତ୍ରୀ ସଭ୍ୟତା ପାଇଁ କଠୋର ଦୃଢ଼ତା, ଅସମ୍ଭବ ଲାଗୁଥିବା ପରିସ୍ଥିତିକୁ ସାମ୍ନା କରିବାର ସାହସ ଏବଂ ଜୀବନ ମରଣର ଭୟଙ୍କର ସମସ୍ୟା ମଧ୍ୟରେ ବି ତିଷ୍ଠି ରହିବାର ଶକ୍ତି ନିହାତି ଆବଶ୍ୟକ। ଆଉ ପ୍ରକୃତରେ ଏହା ହିଁ ତ ଆଗକୁ ବଢ଼ିବାର ମୂଳ ମନ୍ତ୍ର। ଏହାର ଏକ ଚମତ୍କାର ଉଦାହରଣ ହେଉଛି ଆମର ଦ୍ୱିତୀୟ ବିଭାଗ, ଆପୋଲୋ 13ରୁ ବର୍ତ୍ତିବା। ଏହା କେବଳ ଏକ ଐତିହାସିକ ଘଟଣା ନୁହେଁ, ବରଂ ଚରମ ଜୀବନ ସଂଘର୍ଷ ଏବଂ ଏକ ଅଦ୍ଭୁତପୂର୍ବ ଦଳଗତ କାର୍ଯ୍ୟର ଏକ ଜ୍ୱଳନ୍ତ ଉଦାହରଣ। କଥାଟି ହେଉଛି ଏପ୍ରିଲ 1970ର ଆପୋଲୋ 13 ଉତ୍କ୍ଷେପଣ ହେଲା। କିନ୍ତୁ ଉଡ଼ାଣର ମାତ୍ର କିଛି ଘଣ୍ଟା ପରେ ହିଁ ସର୍ଭିସ୍ ମଡ୍ୟୁଲରେ ଥିବା ଏକ ଅମ୍ଳଜାନ ଟାଙ୍କିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଲା। ପରିସ୍ଥିତି ଏତେ ସାଂଘାତିକ ଥିଲା ଯେ ଅଧିକାଂଶ ଲୋକ ଭାବି ନେଇଥିଲେ ଯେ ସେମାନଙ୍କର ବଞ୍ଚିବାର ଆଉ କୌଣସି ଆଶା ନାହିଁ। ତଥାପି ମହାକାଶଚାରୀମାନଙ୍କର ଅତ୍ୟନ୍ତ ଶାନ୍ତ ପ୍ରତିକ୍ରିୟା ଏବଂ ପୃଥିବୀରେ ଥିବା ମିଶନ କଣ୍ଟ୍ରୋଲର ଅସାଧାରଣ ବୀରତ୍ୱପୂର୍ଣ୍ଣ ପ୍ରଚେଷ୍ଟା ଯୋଗୁଁ ସେମାନେ କିଛି ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଆସିଥିଲେ। ବର୍ତ୍ତମାନ ଏହି ଘଟଣାକୁ 50 ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଆଜି ବି ଏହା ବିପଦ ସମୟରେ ତୀବ୍ର ଧ୍ୟାନ ଏବଂ ଅଧ୍ୟବସାୟର ଏକ ଚମତ୍କାର ଉଦାହରଣ ହୋଇ ରହିଛି। ଆଚ୍ଛା, ସଙ୍କଟ କ'ଣ କେବଳ ଜୀବନ ବିପନ୍ନ ହେଲେ ଆସେ? ବିଲକୁଲ ନୁହେଁ। ଆମର ପରବର୍ତ୍ତୀ ବିଭାଗ ଏକ ବିରାଟ ବୈଷୟିକ ବିପର୍ଯ୍ୟୟ ଉପରେ ଆଧାରିତ, ଯାହା ମହାକାଶ ବିଜ୍ଞାନକୁ ବହୁତ ପଛକୁ ଠେଲି ଦେଇଥାନ୍ତା। ଆସନ୍ତୁ ଜାଣିବା ହବଲ୍ ଟେଲିସ୍କୋପର ମରାମତି ବିଷୟରେ। ଏଠାରେ ଆପଣମାନେ ପୃଥିବୀର ବହୁ ଉପରେ ଘୂରି ବୁଲୁଥିବା ସେହି ପ୍ରସିଦ୍ଧ ହବଲ୍ ସ୍ପେସ୍ ଟେଲିସ୍କୋପକୁ ଦେଖିପାରୁଛନ୍ତି। 24 ଏପ୍ରିଲ 1990ରେ ସ୍ପେସ୍ ଶଟଲ୍ ଡିସ୍କଭରି ମାଧ୍ୟମରେ ଏହାକୁ ଖୁବ୍ ଆଶା ରଖି ମହାକାଶକୁ ପଠାଯାଇଥିଲା। କିନ୍ତୁ କକ୍ଷପଥରେ ପହଞ୍ଚିବାର ମାତ୍ର କିଛି ସପ୍ତାହ ମଧ୍ୟରେ ହିଁ ଜଣାପଡ଼ିଗଲା ଯେ ଏହି ମିଶନ ଆରମ୍ଭରୁ ହିଁ ଏକ ବଡ଼ ଦୁର୍ଭାଗ୍ୟର ସମ୍ମୁଖୀନ ହୋଇଛି। ଏହାର ପ୍ରାଥମିକ ଚିତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଅସ୍ପଷ୍ଟ ଥିଲା ଏବଂ କୋଟି କୋଟି ଡଲାରରେ ଏହି ପ୍ରକଳ୍ପ ସିଧାସଳଖ ଏକ ବିଫଳତା ଆଡ଼କୁ ଗତି କରୁଥିଲା। ଏବେ ଆପଣମାନେ ଭାବୁଥିବେ, ଏତେ ବଡ଼ ଟେଲିସ୍କୋପରେ କ'ଣ ଭୁଲ ହୋଇପାରେ? ଏଠାରେ ପ୍ରକୃତରେ ଯାହା କୌତୂହଳପୂର୍ଣ୍ଣ ତାହା ହେଉଛି ଏହି ଛୋଟ ସଂଖ୍ୟା 2200। ଏହା ହେଉଛି ନାନୋମିଟରର ଏକ ମାପ। ବାସ୍ତବରେ ଏହାର 8 ଫୁଟ ବିଶିଷ୍ଟ ବିଶାଳ ଦର୍ପଣଟି ସଠିକ୍ ଆକାରରେ ତିଆରି ହୋଇନଥିଲା। ଏହାର ବାହାର ପାର୍ଶ୍ୱରେ ମାତ୍ର 2200 ନାନୋମିଟରର ଏକ କ୍ଷୁଦ୍ର ତ୍ରୁଟି ରହିଯାଇଥିଲା। ଭାବନ୍ତୁ ତ, ଆଖିକୁ ଦେଖାଯାଉନଥିବା ଗୋଟିଏ କେଶର ମୋଟେଇଠାରୁ ବି ଯଥେଷ୍ଟ ଛୋଟ ଏହି ସାମାନ୍ୟ ଭୁଲ ସମ୍ପୂର୍ଣ୍ଣ ମିଶନକୁ ବ୍ୟର୍ଥ କରିଦେଇଥିଲା। ବିଶ୍ୱାସ ହେଉନି ନା? ତଥାପି ବୈଜ୍ଞାନିକମାନେ ହାର ମାନିନଥିଲେ କିମ୍ବା ଏହି ପ୍ରକଳ୍ପକୁ ଅଧାରୁ ଛାଡ଼ିନଥିଲେ।
1990ରେ ଉତ୍କ୍ଷେପଣ ପରେ ଯେତେବେଳେ ବିକୃତ ଚିତ୍ର ଆସିଲା ସେମାନେ ଏକ ସମାଧାନ ବାହାର କଲେ। 1993ରେ ଏକ ସ୍ୱତନ୍ତ୍ର ସଟଲ୍ ମିଶନ ପଠାଯାଇଥିଲା ଯେଉଁଥିରେ ମହାକାଶଚାରୀମାନେ ନିଜେ ମହାକାଶରେ ଯାଇ ସେହି ଟେଲିସ୍କୋପ୍ରେ ସଂଶୋଧନ ଅପ୍ଟିକ୍ସ ଲଗାଇଥିଲେ। ସହଜ ଭାଷାରେ କହିଲେ ହବଲ୍ ପାଇଁ ଏକ ଯୋଡ଼ା ଚଷମା ପିନ୍ଧାଇଦେଲେ। ଅଧ୍ୟାବସାୟର ଏହି ଗୋଟିଏ ପ୍ରଚେଷ୍ଟା ହବଲ୍କୁ ଏକ ଚମତ୍କାର ଉପକରଣରେ ପରିଣତ କଲା ଯାହା ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡ ପ୍ରତି ଆମର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବଡ଼ ବଡ଼ ଯନ୍ତ୍ରପାତି ଏବଂ ମିଶନ ବିଷୟରେ ତ ଆମେ ଜାଣିଲେ, ଆସନ୍ତୁ ଏବେ ମାନବୀୟ ସ୍ତରର ଏକ ବ୍ୟକ୍ତିଗତ କାହାଣୀ ଆଡ଼କୁ ଯିବା। ଏହି ଚତୁର୍ଥ ବିଭାଗଟି ହେଉଛି ଆପୋଲୋ 15ର ବିବାଦ। ଦେଖନ୍ତୁ, ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା, ବରଂ ଏହା ଥିଲା ମାନବୀୟ ଦୁର୍ବଳତା, ପ୍ରଲୋଭନ ଏବଂ ଆପୋଲୋ 15ର ମହାକାଶଚାରୀ ଆଲ୍ ୱାର୍ଡେନ୍ଙ୍କ ଏକ ସମ୍ମାନଜନକ ସ୍ଥାନରୁ ତଳକୁ ଖସିବାର ଏକ ଅତ୍ୟନ୍ତ ଦୁଃଖଦ କାହାଣୀ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର $7,000ର ଏକ ସାଧାରଣ ଆର୍ଥିକ ପ୍ରଲୋଭନ ଏତେ ବଡ଼ ଐତିହାସିକ ବିବାଦର କାରଣ ପାଲଟିଥିଲା। ଘଟଣାଟି ଥିଲା ଏମିତି। ଆପୋଲୋ 15 ମିଶନର କମାଣ୍ଡର ଡେଭ୍ ସ୍କଟଙ୍କ ନେତୃତ୍ୱରେ ମହାକାଶଚାରୀମାନେ ଚନ୍ଦ୍ରକୁ 100ଟି ପୋଷ୍ଟାଲ କଭର ବା ଡାକ ଲଫାଫା ନେଇଯିବା ପାଇଁ ଜଣେ ଜର୍ମାନ ବ୍ୟବସାୟୀଙ୍କ ସହ ଏକ ଗୋପନ ଚୁକ୍ତି କରିଥିଲେ। ଏହା ବଦଳରେ ସେହି ବ୍ୟବସାୟୀ ପ୍ରତ୍ୟେକ ମହାକାଶଚାରୀଙ୍କ ପିଲାମାନଙ୍କର ଭବିଷ୍ୟତ ଶିକ୍ଷା ପାଇଁ ଏକ ଜର୍ମାନ ବ୍ୟାଙ୍କରେ ସେହି $7,000ର ଏକ ଟ୍ରଷ୍ଟ ଆକାଉଣ୍ଟ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହା ଚମତ୍କାର ଭାବରେ ଦର୍ଶାଉଛି କିପରି ଜଣେ ମଣିଷର ସ୍ଥିତି ରାତାରାତି ବଦଳି ଯାଇପାରେ। ଯେତେବେଳେ ସେମାନେ ପୃଥିବୀକୁ ଫେରିଲେ, ଚନ୍ଦ୍ରକୁ ଯାଇଥିବା ଇତିହାସର ମାତ୍ର 24 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭାବରେ ସେମାନଙ୍କୁ ବୀରର ସମ୍ମାନ ମିଳିଲା। ବଡ଼ ବଡ଼ ପରେଡ୍ ହେଲା ଏବଂ ଖୁବ୍ ପ୍ରଶଂସା ମଧ୍ୟ କରାଗଲା। କିନ୍ତୁ ସେହି ବ୍ୟବସାୟୀ ଚୁକ୍ତି ଭାଙ୍ଗି ମିଶନ ସରିବାର କିଛି ଦିନ ପରେ ହିଁ ସେହି ଲିଫାଫାଗୁଡ଼ିକୁ ଖୋଲା ବଜାରରେ ବିକ୍ରି କରିବା ଆରମ୍ଭ କରିଦେଲେ। ଆଉ ଯେତେବେଳେ ନାସା ଅଧିକାରୀ ଡିକ୍ ସ୍ଲେଟନ୍ ଏ କଥା ଜାଣିବାକୁ ପାଇଲେ, ସବୁକିଛି ବଦଳିଗଲା। ରାତାରାତି ସେମାନଙ୍କୁ ବିଭାଗରୁ ବାହାର କରି ଏକ ସାଧାରଣ ଡେସ୍କ ଜବ୍ ଦିଆଗଲା, ଆଉ ତା ସହ ସାର୍ବଜନୀନ ଅପମାନ ବି ସହିବାକୁ ପଡ଼ିଲା। ଅଲ୍ ୱାର୍ଡେନ୍ ତାଙ୍କ ଆତ୍ମଜୀବନୀ ଫଲିଂ ଟୁ ଆର୍ଥରେ ନିଜର ଗଭୀର ଅନୁତାପ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ନାସାରୁ ଏଭଳି ବହିଷ୍କୃତ ହେବା ପରେ ସେ ଏତେ ହତାଶ ହୋଇଯାଇଥିଲେ ଯେ ସେ ଭାବୁଥିଲେ ଜୀବନ ଆଉ ବଞ୍ଚିବା ଯୋଗ୍ୟ କି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ କମାଣ୍ଡର ଡେଭ୍ ସ୍କଟ୍ ଏହି ଯୋଜନା କରିଥିଲେ, ସେ ନିଜେ ସର୍ବସାଧାରଣ ଅପମାନରୁ କୌଣସି ମତେ ବର୍ତ୍ତି ଯାଇଥିଲେ, କିନ୍ତୁ ୱାର୍ଡେନ୍କୁ ଏକାକୀ ଏହାର ପରିଣାମ ଭୋଗିବାକୁ ପଡ଼ିଲା। ତଥାପି ସେ ହାର ମାନି ନଥିଲେ। ନିଜର ଭୁଲ ସ୍ୱୀକାର କରି ସେ ବର୍ଷ ବର୍ଷ ଧରି ସଂଘର୍ଷ କଲେ ଏବଂ ଶେଷରେ ଅନ୍ୟ ମହାକାଶଚାରୀଙ୍କଠାରୁ କ୍ଷମା ପାଇ ନିଜର ସମ୍ମାନ ଫେରି ପାଇଥିଲେ। ପ୍ରକୃତରେ ଦେଖିବାକୁ ଗଲେ ଏହା ମଧ୍ୟ ତ ଏକ ପ୍ରକାର ଅଧ୍ୟବସାୟ ଥିଲା, ନୁହେଁ କି? ଯାନ୍ତ୍ରିକ ତ୍ରୁଟି ଏବଂ ବ୍ୟକ୍ତିଗତ ପତନର ଏହିସବୁ କାହାଣୀ ପରେ ଆସନ୍ତୁ ଆମର ଅନ୍ତିମ ଏବଂ ସବୁଠାରୁ ପ୍ରେରଣାଦାୟକ ବିଭାଗକୁ ଯିବା, ଆକାଶରେ ଏକତା। ଏଠାରେ ଆମେ ଦେଖିବା ଯେ ମହାକାଶ ଅନୁସନ୍ଧାନ କିପରି କେବଳ ବୈଜ୍ଞାନିକ ତଥ୍ୟ କିମ୍ବା ମାନବୀୟ ତ୍ରୁଟିରେ ସୀମିତ ନୁହେଁ, ବରଂ ଏହା ମଣିଷକୁ ଏକାଠି କରିବାର ଏକ ଅଦ୍ଭୁତ ଦାର୍ଶନିକ ଅନୁଭୂତି ମଧ୍ୟ ପ୍ରଦାନ କରେ। ଏହି କାହାଣୀଟି ଆମକୁ ସିଧା ମହାକାଶରୁ ଆଣି ଇରାକର ଏକ ବିପଜ୍ଜନକ ଯୁଦ୍ଧକ୍ଷେତ୍ରରେ ଠିଆ କରାଏ। ଆମେରିକାର ସାମରିକ ଅଧିକାରୀ କାର୍ଲଟନ୍ ଜନସନ୍ ଅପରେସନ୍ ଇରାକୀ ଫ୍ରିଡମ୍ ସମୟରେ ସେଠାରେ ନିୟୋଜିତ ଥିଲେ। ସେଠାରେ ଦୈନନ୍ଦିନ ପରିବେଶ ଅତ୍ୟନ୍ତ ଭୟଙ୍କର ଥିଲା। ସବୁବେଳେ ସ୍ନାଇପର ଗୁଡ଼ି, ଆଇଇଡି ବିସ୍ଫୋରଣ ଏବଂ ମୋଟାର ଆକ୍ରମଣ ଲାଗି ରହିଥିଲା। କିନ୍ତୁ ଦିନେ ରାତିରେ ଗୁଳିବର୍ଷଣ ହଠାତ୍ ବନ୍ଦ ହୋଇଗଲା। ଆକାଶ ସମ୍ପୂର୍ଣ୍ଣ ସଫା ଥିଲା। ଆପଣ ବୋଧହୁଏ ଜାଣିଥିବେ ଯେ ଯୁଦ୍ଧକ୍ଷେତ୍ରରେ ଏଭଳି ନୀରବତା ବେଳେବେଳେ ଆହୁରି ଭୟଙ୍କର ହୋଇଥାଏ, କାରଣ ଏହା ପ୍ରାୟତଃ କୌଣସି ବଡ଼ ଆକ୍ରମଣର ପୂର୍ବ ସୂଚନା ଦେଇଥାଏ। ତେଣୁ ସମସ୍ତେ ଅତ୍ୟନ୍ତ ସତର୍କ ଥିଲେ। ଠିକ୍ ସେହି ନୀରବତା ଭିତରେ କାର୍ଲଟନ୍ ଶୁଣିଲେ ଯେ ତାଙ୍କ ସହ ଥିବା ଇରାକୀ ସୈନିକମାନେ ଆକାଶକୁ ଅନାଇ ଆଶ୍ଚର୍ଯ୍ୟରେ କହୁଛନ୍ତି, ମା ହୁଦ୍ଦା, ଯାହାର ଅର୍ଥ ହେଉଛି ଏହା କ'ଣ? ଦିଗବଳୟରୁ ଏକ ଉଜ୍ଜ୍ୱଳ ଆଲୋକ ଧୀରେ ଧୀରେ ଉପରକୁ ଉଠୁଥିବାର ଦେଖି ପ୍ରଥମେ ତ ସମସ୍ତେ ଭୟଭୀତ ହୋଇଯାଇଥିଲେ ଯେ ଏହା ବୋଧହୁଏ କୌଣସି ନୂଆ ରକେଟ୍ ଆକ୍ରମଣ। କିନ୍ତୁ ସେତିକି ବେଳେ ଜଣେ ଯୁବ ଆମେରିକୀୟ ସୈନିକ ହସି ହସି କହିଲେ ଯେ ନା, ଏହା କୌଣସି ଅସ୍ତ୍ର ନୁହେଁ, ଏହା ହେଉଛି ଆମର ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ। ଆଉ ସେହି ମୁହୂର୍ତ୍ତଟି ସତରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଭାବନ୍ତୁ ତ, ସେହି ଯୁଦ୍ଧକ୍ଷେତ୍ରରେ ଯେଉଁଠାରେ ମଣିଷର ଜୀବନ ନେବାକୁ ପ୍ରସ୍ତୁତ ଥିଲେ,
ସେଠାରେ ଆମେରିକୀୟ, ଇରାକୀ, ବ୍ରିଟିଶ ଏବଂ ଉଗାଣ୍ଡା ସୈନିକମାନେ କାନ୍ଧକୁ କାନ୍ଧ ମିଳାଇ ଶାନ୍ତିରେ ଆକାଶକୁ ଚାହିଁ ରହିଥିଲେ। ମାନବୀୟ ବୁଦ୍ଧିମତା ଏବଂ ବିଜ୍ଞାନର ଏହି ଅଦ୍ଭୁତ କୃତିକୁ ଦେଖି ସବୁ ବିବାଦ ଯେମିତି କିଛି ସମୟ ପାଇଁ ଥମି ଯାଇଥିଲା। ସେଠାରେ ଥିବା ଜଣେ ଅନୁବାଦକ ସେହି ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତରେ ଗୋଟିଏ ବହୁତ ସୁନ୍ଦର କଥା କହିଥିଲେ। ସେ କହିଲେ, ଦିନେ ଆମେ ସମସ୍ତେ ଏକାଠି ସେହି ତାରାମାନଙ୍କ ପାଖକୁ ଯିବା। ହିଂସା ମଧ୍ୟରେ ମହାକାଶ ମାନବିକତାର ଏକ ସାମୟିକ ଶାନ୍ତି ଆଣିଦେଇଥିଲା। ତେଣୁ ଶେଷରେ ମୋ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। ଯଦି ମହାକାଶରେ ଆମର ସବୁଠାରୁ ବଡ଼ ଭୁଲ ଏବଂ ବୈଷୟିକ ବିପର୍ଯ୍ୟୟଗୁଡ଼ିକ ଆମକୁ ପୁନର୍ବାର ଉଠି ଛିଡ଼ା ହେବାର ସାହସ ଦେଇପାରେ ଏବଂ ଆକାଶରେ ଯାଉଥିବା ଆଲୋକର ଏକ ଛୋଟ ବିନ୍ଦୁ ଏକ ଭୟଙ୍କର ଯୁଦ୍ଧକ୍ଷେତ୍ରରେ ବିଭିନ୍ନ ଦେଶର ଲୋକଙ୍କୁ ମୁହୂର୍ତ୍ତକ ପାଇଁ ହେଲେ ବି ଏକାଠି କରିପାରେ, ତେବେ ଥରେ ଭାବନ୍ତୁ, ଆଗାମୀ ଦିନରେ ତାରାମାନଙ୍କ ମଧ୍ୟରେ ମାନବଜାତି ଏକାଠି ମିଶି ଆହୁରି କେଉଁ ଅସାଧାରଣ ଭବିଷ୍ୟତ ସୃଷ୍ଟି କରିପାରିବ। ମଣିଷ ଭିତରେ ତ୍ରୁଟି ଅଛି, ବିବାଦ ଅଛି, କିନ୍ତୁ ଆମର ଏହି ଅଧ୍ୟାବସାୟ ଏବଂ ଏକାଠି କାମ କରିବାର କ୍ଷମତା ହିଁ ଆମକୁ ବ୍ରହ୍ମାଣ୍ଡରେ ଆମର ପ୍ରକୃତ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ଆଜିର ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚୟ କିଛି ନୂଆ ଭାବିବାକୁ ଖୋରାକ ଯୋଗାଇବ।